ମଧ୍ୟ ଶିଖିଲେ ଯେ ପରସ୍ପରକୁ ସାହାଯ୍ୟ କରି ସେମାନେ ଯେକୌଣସି ଅସୁବିଧାକୁ ସମାଧାନ କରିପାରିବେ। ଏଥିରୁ କ'ଣ ଶିଖିଲ? ଉପଦାନ ବଳ। ସେମିତି ରୋଜି ଆଉ ଡେଜି ପାଣି ଦେଖିଲେ କେମିତି ପାଣି ସବୁ ତାଙ୍କ ନଦୀ ପାଣି ଶୁଖି ଯାଇଥିଲା, ଗଛଲତା ଶୁଖି ଯାଇଥିଲା, ସବୁ ପଶୁ ପକ୍ଷୀ ଶୋଷି ଲାଗିଲେ। ଶୁଣ, ସବୁ ପଶୁ ପକ୍ଷୀ ଶୋଷି ଲାଗିଲେ। ରୋଜି ଆଉ ଡେଜି କ'ଣ କଲେ? ପାଣି କ'ଣ କଲେ? ପାଣି ଆଣିଲେ ଖୋଳିକି, ଗାତ ଖୋଳିକି। ରୋଜି ଆଉ ଡେଜି। ଆଚ୍ଛା, ରୋଜି କ'ଣ କଲା? ପାଣି ଖୋଳିବାରେ ଦି ଜଣ ଖୋଳିବାରେ ଚାହିଁଲେ। ରୋଜି ଛୋଟ ଏବଂ ଚତୁର ହୋଇଥିବା କ'ଣ କଲା? ଏକ ଛୋଟ ଗାତ ଖୋଳିଲା। କିଏ ଖୋଳିଲା? ରୋଜି ଖୋଳିଲା। ରୋଜି କିଏ? ରୋଜି ଠେକୁଆ। ଆଚ୍ଛା, ଡେଜି? ଡେଜି ହେଲା ହରିଣ। ହରିଣ କ'ଣ କଲା? ଡେଜି ଏଠାରେ ଲମ୍ବା ଗୋଡ଼ ବ୍ୟବହାର କରି ଗଛ ଉପର ଭାଗରେ ଥିବା ପତ୍ରଗୁଡ଼ିକ ପାଖରେ ପହଞ୍ଚିଥିଲା। କିଏ? ଡେଜି। ବର୍ଷା ଟୋପା ପାଣିବା ଆଶାରେ ସେମାନେ ହାର ମାନିଲେ ନାହିଁ ଏବଂ କିଛି ସମୟ ପରେ ସେମାନେ ଜଙ୍ଗଲର ଗଭୀରରେ ଲୁଚି ରହିଥିବା ବସନ୍ତ ଆବିଷ୍କାର କଲେ। ଜଙ୍ଗଲ ପୁନର୍ବାର ଜୀବିତ ହେଲା, ପାଣି ଆସିଲା ଏବଂ ସମସ୍ତ ପ୍ରାଣୀ ରୋଜି ଏବଂ ଡେଜି କ'ଣ କଲେ? ପ୍ରତି ସେମାନଙ୍କର ଦଳଗତ କାର୍ଯ୍ୟ ପାଇଁ କୃତଜ୍ଞ ଥିଲେ। ଦୁଇ ମଧ୍ୟ ଶିଖିଲେ ଯେ ପରସ୍ପରକୁ ସାହାଯ୍ୟ କଲେ ଗୋଟେ କାର୍ଯ୍ୟ କରି ସେମାନେ କ'ଣ ଯେକୌଣସି ଅସୁବିଧାକୁ ସମାଧାନ କରିପାରିବେ। ବୁଝିପାରିଲେ? ଉପଦାନ ବଳ। ରୋଜି ଡେଜି କ'ଣ କଲେ? ପାଣି ତାଙ୍କ ଶୁଖି ଯାଇଥିଲା ତାଙ୍କ ଜଙ୍ଗଲରେ, ସେ ପାଣି ବାହାର କଲେଣି। ଶୁଣ, ରୋଜି ଆଉ ଡେଜି କ'ଣ କଲେ? ଜଙ୍ଗଲରେ ଗାତ ଖୋଳିଲା, ଆଉ କ'ଣ ଗଛ ବୁଲିକି ପାଣି ଆଣିଲା। ସେ କ'ଣ କଲା? ପତ୍ରାଣିକାରେ ଟୋପା ପାଣି ଥିବ, ବର୍ଷା ପାଣି ବ୍ୟବହାର କଲେ। ରୋଜି ଆଉ ଡେଜି କ'ଣ କଲେ? ପାଣି କଲେ କଲେଣି, ବସନ୍ତ ସୃଷ୍ଟି କଲେ। ବୁଝିପାରିଲ? ତମେ ଏକତା ହିଁ ବଳ। ଶୁଣ, ତମେ ମାଡ଼ କରିକି ଦୁଷ୍ଟ ହବନି, ତମେ ଏକା ସାଙ୍ଗରେ ସବୁ କାମ କରିବ। ବୁଝିପାରିଲ? ଆଚ୍ଛା, ଡେଜି କାହା କାଟିଲା କହିଲ? ଡେଜି ହରିଣ। ଆଉ ରୋଜି ଠେକୁଆ। ସେ କ'ଣ ଥିଲେ? ଦୁଇ ସାଙ୍ଗ ଥିଲେ। ଦୁଇ ସାଙ୍ଗ କ'ଣ କଲେ? ଜଙ୍ଗଲରେ ପାଣି ନଥିଲା, ସବୁ ଗଛ